ଆଜି ସକାଳେ ଆମର ଧରା ହେଇଛି ପଦ୍ମଗିରି ଛକ ପାଖରେ ଗୋଟେ ବୋଲେରୋରେ ଥିଲା 311ଟା କଇଁଛ, ଯୋଉଟାକି ତିନିଟା ଆକ୍ୟୁଜ୍ଡକୁ ଆମେ ଧରିଛୁ। ଆଉ ସେ ବୋଲେରୋ ମାଲିକ ତା ସହିତ ଆଉ ଅନ୍ୟାନ୍ୟ 2 ଜଣ ଆନ୍ଧ୍ରାରୁ ଅଛନ୍ତି, ତ ତାଙ୍କୁ ଧରିକି ଆମେ କୋର୍ଟ ଫରୱାର୍ଡ କରିଛୁ। ମୁଁ କହିପାରିବିନି, 311 ତ ଦେଖିଛୁ। ହଁ ହଁ, ପୂର୍ବ ସୂଚନା ଥିଲା। ଆଉ ଆମର ଷ୍ଟାଫ୍ ମାନେ ସବୁ ସେଇଠି ଆଗରୁ ଆଲର୍ଟ ହେଇକି ଥିଲେ, ତ ସେ ବେସିସ୍ରେ ଆମେ ତାକୁ ଇଏ କଲୁ, ଡିଟେନ୍ କରୁଛୁ। ଏବେ ଯାଏଁ ତ ଆମେ ପବ୍ଲିକକୁ କହିଛୁ କି ଆମର କଣ୍ଟ୍ରୋଲ ରୁମ୍ ଅଛି, କେବେ ବି ଏମିତି କିଛି ଜଣାପଡ଼େ କି କିଛି ୱାଇଲ୍ଡ ଲାଇଫ୍ ଆର୍ଟିକଲ ହଉ କି ୱାଇଲ୍ଡ ଲାଇଫ୍ ଏମିତିଆ କିଛି ସମ୍ବେଦନଶୀଳ ଜିନିଷ ଗୁଡ଼ାକ ହଉ ତ ଆମକୁ ଜଣାନ୍ତୁ, ତ ଜଣେଇଲା ପରେ ଆମେ କିଛି ପଦକ୍ଷେପ ନେଇପାରିବୁ। ତ କାହିଁକି ଏଇଟା ଗଭର୍ଣ୍ଣମେଣ୍ଟ ପ୍ରପର୍ଟି, ସମସ୍ତଙ୍କ ପ୍ରପର୍ଟି, ତ ଲୋକ ସଚେତନ ହେଲେ ଆମର ସବୁ ଇଏ ରହିବ। ଏଇଟା ଆମର ଆନ୍ଧ୍ରାରୁ ଆସୁଥିଲେ ସବୁ, 3 ଜଣ ଧରା ହେଇଛନ୍ତି। ହଁ, କୋର୍ଟ ଫରୱାର୍ଡ ପ୍ରକ୍ରିୟା ଚାଲିଛି, ହେଇଯିବ ସାଙ୍ଗେ। ତ କୋର୍ଟ ଫରୱାର୍ଡ ଅଛି, ଇଏ ଚାଲିଛି, ତ କାଗଜପତ୍ର ହେଲା ପରେ କରିବୁ। 1974 ନାଇଁ ସରି 1972 ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ଅନୁଯାୟୀ ଆମେ 9, 42, 44, 48A, 49, 49Bରେ ଧାରାରେ ଆମେ ତାକୁ ବୁକ୍ କରୁଛୁ, ଯୋଉଟାକି 3 ରୁ 7 ବର୍ଷ ଜେଲ୍ ଆଉ 25,000 ଟଙ୍କା ଫାଇନ୍ ବିଧାନ ଅଛି। ଜଗତଙ୍କ ବିଷୟକୁ ଆମେ ଡ୍ୟାମ୍ରେ ସାଇଟ୍ରେ ନେଇକି ଆମେ ତାକୁ ସଫ୍ଟ ରିଲିଜ୍ କରିଦେବୁ, ଆଉ ଯୋଉଟା ମରିଯାଇଛନ୍ତି ତାକୁ ଆମେ ପୋଷ୍ଟମର୍ଟମ୍ କରିକି ଡିସ୍ପୋଜ୍ କରିବୁ।